ନୂଆ ମୋଡ଼ ନେଇଛି ମୋ ସିନ୍ଦୁର ଅଧିକାର। ମୋ ସିନ୍ଦୁର ଅଧିକାରରେ ମୁକ୍ତିଙ୍କର ଦାଦା ଏବେ ଆସି ପହଞ୍ଚି ଯାଇଛନ୍ତି ମୁକ୍ତିଙ୍କ ବାହାଘରରେ। ସେ ଚାହୁଁଛନ୍ତି କି ମୁକ୍ତି ମରିଯାଉ ବୋଲି। କିନ୍ତୁ ମୁକ୍ତି ତାଙ୍କୁ ପଚାରନ୍ତି କି ଦାଦା ତମେ ମୋତେ ଏତେ କଷ୍ଟ କାହିଁକି ଦେଉଛ? ପୂର୍ବରୁ ଦେଇଥିବା କଷ୍ଟ କ'ଣ କମ୍ ହେଇଗଲା ଯେ ତମେ ପୁଣି ମୋତେ କଷ୍ଟ ଦେବାକୁ ମୋ ଜୀବନର ଝଡ଼ ହେଇ ଆସିଛ କ'ଣ ପାଇଁ? ଏତେ ଘୃଣା ମୋତେ କାହିଁକି କରୁଛ? କିନ୍ତୁ ତାଙ୍କ ଦାଦା କହନ୍ତି କି ତୁ ମୋ ନିଜର ନୁହେଁ, କି ଆମ ବଂଶର ରକ୍ତ ତୋ ଦେହରେ ବହୁନି। ମୋର ଭାଇର ଗୋଟେ ଭୁଲ ପାଇଁ ତମେ ମା ଝିଅ ଆମ ଜୀବନରେ ଝଡ଼ ହେଇ ଠିଆ ହେଇଛ। ପୂର୍ବରୁ ତୋ ମା ହିଁ ଆମକୁ କଷ୍ଟ ଦେଉଥିଲା, ଆଉ ତୋ ପାଇଁ ଆମ ଜୀବନରେ ଆଜି ଝଡ଼ ଉଠିଛି। ତୁ ମୋତେ ସବୁବେଳେ ପଚାରୁଥିଲେ ନା ମୁଁ ତମର କିଏ ବୋଲି? ତୁ ମୋର କେହି ବି ନୁହେଁ। ଓ ଏପଟେ ରାଗିଣୀକୁ ଶପଥ ନିଅନ୍ତି ଲତା ସଖୀ, ତୁ କେବେ ବି ମୁକ୍ତିକୁ ଭଉଣୀ ବୋଲି ଭାବିବୁନି। ସେପଟେ ସେଇ ଟାଇମ୍ରେ ତାଙ୍କ ସାନ ବାପା ଆସି ପହଞ୍ଚି ଯାଆନ୍ତି, ମୁକ୍ତିଙ୍କୁ କଳେଇ ନିଅନ୍ତି। ମୁକ୍ତି କିନ୍ତୁ କହନ୍ତି ବାପା କହିଦିଅ ମୁଁ ହିଁ ତମ ଝିଅ, ମୁଁ ଅନାଥ ନୁହେଁ, ତୁମେ କହିଦିଅ।